नमस्कार बंधु माने नवेम्बर 28 ठारू बदली जीव एही 3 गोटी राशि भाग्य। एही 3 गोटी राशि घर उपरे हेब टंकार वर्षा मिलिब शनिदेवंकर कृपा। नवेम्बर 28 तारिखरू शनिदेव निजर चलन रे करिवे महापरिवर्तन। आउ एही राशि गुड़ी को करिवे महाभाग्यशाली। मिलिब बड़ बड़ चाकिरी। आपण माने हठात होई जिवे धनी। मिलिब संतान सुख एवं किणिवे जमी आउ घर बाड़ी। जानन्तु एही 3 गोटी राशि जो माननको उपरे हाथी ढालिब सुनार कलश, जो माननको मिलिब शनिदेवंकर आशीर्वाद। हाँ बंधु माने एही 28 नवेम्बर ठारू शनिदेव बकरीरू मार्गी हेबाकू जाउछंती। एही 3 गोटी राशि लोक मानकर घर उपरे हेब टंकार वर्षा। पूरा 9 मास मध्यरे एमिति एक समय आसीअछि कि एही व्यक्ति विशेष मानक पाई वर्तमान सुवर्ण सुजोग अपेक्षा करिअछि। शनिदेवंकर कृपारू एमाने जहा इच्छा करिवे ताहा पाइबाकू जाउछंती। शनिदेवंकर मार्गी चलन वर्तमान एही 3 गोटी व्यक्ति विशेष मानकर भाग्य को बदलिबाकू जाउअछि। एमानଙ୍କ ପାଇଁ ରାଜଜୋଟ ସୃଷ୍ଟି କରିଅଛି, ଯାହା ଫଳରେ ଏହି 28 ନଭେମ୍ବର ଠାରୁ ଏମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ବନ୍ଧୁମାନେ ଶନିଦେବକୁ ନ୍ୟାୟର ଦେବତା, କର୍ମଫଳର ଦାତା ମନା ଯାଇଥାଏ। ଶାସ୍ତ୍ର ଅନୁସାରେ ଶନିଦେବଙ୍କର କୃପା ରହିଲେ ଜଣେ ଗରିବରୁ ମଧ୍ୟ ଧନୀ ହୋଇପାରେ ଏବଂ ଶନିଦେବ ଯଦି ରୁଷ୍ଟ କରନ୍ତି ଧନୀରୁ ମଧ୍ୟ ଗରିବ ବନେଇ ଦେଇଥାନ୍ତି। ତ 28 ନଭେମ୍ବର ଠାରୁ ଏମିତି ଏକ ସମୟ ଆସିବାକୁ ଯାଉଅଛି କି ଏହି 3 ଗୋଟି ରାଶି ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ଶନିଦେବଙ୍କର ଏହି ମାର୍ଗୀ ଚଳନ ସମସ୍ତ 12 ଗୋଟି ବ୍ୟକ୍ତି ବିଶେଷ ମାନଙ୍କର ପଡ଼ିଲେ ମଧ୍ୟ କିଛି ଏମିତି 3 ଗୋଟି ରାଶି ଅଛନ୍ତି ଯେଉଁମାନଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ପଡ଼ିବା ପାଇଁ ଯାଉଅଛି। ଏମାନଙ୍କର ଜୀବନରେ ହଠାତ୍ ବଦଳି ଯିବ। ତେବେ ଆସନ୍ତୁ ଜାଣିବା କିଏ ସେହି 3 ଗୋଟି ରାଶି। ଏହା ପୂର୍ବରୁ ଯଦି ଆପଣମାନେ ବି ଶନିଦେବଙ୍କୁ ମନରୁ ଭକ୍ତି କରୁଥିଲେ କିମ୍ବା ବିଶ୍ୱାସ କରୁଥିଲେ ତେବେ ଏହି ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ତୁଳା ରାଶି। ଶନିଦେବଙ୍କର କୃପା ତୁଳା ରାଶିଙ୍କର ଭାଗ୍ୟ ଏବେ ବଦଳିବାକୁ ଯାଉଅଛି। କାହିଁକି ନା ତୁଳା ରାଶି ପାଇଁ ଶନିଦେବ ହେଉଛନ୍ତି ସବୁଠାରୁ ଅଧିକ ଯୋଗକାରକ ଗ୍ରହ। ଏମାନଙ୍କ ଭାଗ୍ୟରେ ଅନେକ ଖୁସି ଆସିପାରେ। ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଏବେ ସଫଳ ଜୀବନ ବ୍ୟତୀତ କରିବେ। ଏମାନଙ୍କର ଧନରେ ବୃଦ୍ଧି ହେବ। ଏମାନଙ୍କ ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇସାରିଛି, ଯାହା ଫଳରେ ଏହି ରାଶି ଏବେ ଲାଭ ହିଁ ଲାଭ ପ୍ରାପ୍ତି ହେବ। ଏମାନଙ୍କର ଜୀବନରେ ଏବେ ସବୁ ସମସ୍ୟା ଶନିଦେବ ଦୂର କରିବାକୁ ଯାଉଛନ୍ତି। ଏମାନଙ୍କୁ କର୍ମକ୍ଷେତ୍ରରେ ବହୁତ ବଡ଼ ସଫଳତା ପ୍ରାପ୍ତି ହେବ। ହଁ ବନ୍ଧୁମାନେ ଶନିଦେବ ଯେହେତୁ ତୁଳା ରାଶି ପାଇଁ ପଞ୍ଚମ ଭାବର ଅଧିପତି, ତ ଏମାନେ ପ୍ରେମ ଜୀବନରେ ଯାହା ବି ସମସ୍ୟା ଥିଲା ତାହା ସବୁ ଦୂର ହେବ। ଏମାନଙ୍କୁ ନୂତନ ଚାକିରି ମିଳିବାର ଯୋଗ ବନୁଅଛି। ଏମାନଙ୍କର ବିବାହ ଯୋଗ ବନିବ। ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିବ। ଋଣ କରଜରୁ ମଧ୍ୟ ମୁକ୍ତି ମିଳିପାରେ। ଆପଣଙ୍କର ତୁଳା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶି ହେଉଛି କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତି ବିଶେଷ ପାଇଁ ନଭେମ୍ବର 28 ଠାରୁ ବହୁତ ଭଲ ସମୟ ଆରମ୍ଭ ହେବାକୁ ଯାଉଅଛି। କାହିଁକି ନା ଶନିଦେବ ହେଉଛନ୍ତି ଆପଣଙ୍କର ରାଶିର ଅଧିପତି। ଆପଣଙ୍କର ରାଶିର ଅଧିପତି ମାର୍ଗୀ ହେବାକୁ ଯାଉଛନ୍ତି ଏବଂ ଆପଣଙ୍କର ରାଶିରେ ବର୍ତ୍ତମାନ ଶନିଙ୍କର 7.5 ଚାଲୁଅଛି। ତ ଶନି ମାର୍ଗୀ ହେବା ଫଳରେ କୁମ୍ଭ ରାଶିର ଲୋକମାନଙ୍କ ଜୀବନକୁ ଖରାପ ସମୟ ସମାପ୍ତ ହେବାକୁ ଯାଉଅଛି, ଯାହା ଫଳରେ ଏହି ରାଶିର ଲୋକମାନଙ୍କୁ ବହୁତ ବଡ଼ ସଫଳତା ଏବେ ପ୍ରାପ୍ତି ହେବ। ଏମାନଙ୍କର ଭାଗ୍ୟ ବଦଳି ଯିବ। ପାଠ ପଢୁଥିବା ପିଲାମାନଙ୍କର
ରେଜଲ୍ଟ ବହୁତ ଭଲ ଆସିବ। ଏମାନଙ୍କର ପରିଶ୍ରମ ଏବେ ଭଲ ଫଳ ଦେବ। ଏହି ସମୟ ଏମାନଙ୍କର ପାଇଁ ଭଲ ରହିଛି। ଯାହା ବି ଆର୍ଥିକ ସମସ୍ୟା ଥିଲା ତାହା ଧୀରେ ଧୀରେ ଦୂର ହେବ। ବିବାହ ହେବାର ଯୋଗ ବନିବ। ନୂତନ ଚାକିରି ମିଳିବାର ଯୋଗ ବନୁଅଛି ଏବଂ ସନ୍ତାନ ସୁଖ ଏମାନଙ୍କୁ ପ୍ରାପ୍ତି ହେବ। 28 ନଭେମ୍ବର ପରେ ଏମାନଙ୍କୁ ସମସ୍ତ କର୍ମରେ ସଫଳତା ପ୍ରାପ୍ତି ହେବ। ଆକସ୍ମିକ ଧନ ପ୍ରାପ୍ତି ହେବା ସହିତ ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିଯିବ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି କନ୍ୟା ରାଶି। କହି ରଖୁଛୁ ଯେ ଏହି ସମୟ ହେବାକୁ ଥିବା ମାନେ ନଭେମ୍ବର 28 ହେବାକୁ ଥିବା ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଖାସ୍ ହେବାକୁ ଯାଉଅଛି। ଆପଣଙ୍କର ଦ୍ୱାରା କରାଯାଉଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ। ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ଶୁଭ ପରିଣାମ ମିଳିବାକୁ ଯୋଗ ବନୁଅଛି। ଆପଣମାନଙ୍କୁ ଏବେ ଅଧିକ ଯୋଜନା ଆସିପାରେ। ଆପଣ ଆପଣଙ୍କର ସବୁ କାର୍ଯ୍ୟ ଯୋଜନା ଭାବରେ ପୂରଣ କରିବେ। ବୈବାହିକ ଜୀବନ ଯାହା ବି କିଛି ସମସ୍ୟା ଚାଲିଥିଲା ତାହା ସବୁ ଦୂର ହେବ। ବ୍ୟାପାର ବାଣିଜ୍ୟରେ ଉନ୍ନତି ପ୍ରଗତି କରିବେ। କ୍ୟାରିୟର କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ। ନୂତନ ଚାକିରି ମିଳିବାର ଯୋଗ ବନୁଅଛି। ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପ୍ରାପ୍ତି ହେବ। ଆପଣ କିଛି ଉଚ୍ଚ ଶିକ୍ଷା କରିପାରନ୍ତି। ପ୍ରେମ ଜୀବନରେ ଯାହା ସମସ୍ୟା ଥିଲା ତାହା ଦୂର ହେବ। ଆପଣଙ୍କର ଭଲ ପାଇବା ବିବାହର ରୂପ ନେଇପାରେ। ଭାଗ୍ୟରେ ଉନ୍ନତି ହେବ। ଆପଣଙ୍କର କନ୍ୟା ରାଶି ହୋଇଥିଲେ ତାହା ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ତ ବନ୍ଧୁମାନେ ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟା ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଆଉ ଚ୍ୟାନେଲଟିକୁ ଯଦି ନୂଆ କରି ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।